ଏୟାରଟେଲ୍ ଟାୱାରରୁ ବ୍ୟାଟେରୀ ଚୋରି କରି ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଜଣକ ବେଲପଡ଼ା ପାଟଣା ଗ୍ରାମର ମିଥୁନ ବେହେରା। ଗଣିଆ ବ୍ଲକ ବେଲପଡ଼ା ପାଟଣାରେ ଥିବା ଏୟାରଟେଲ୍ ଟାୱାରରୁ 7ଟି ବ୍ୟାଟେରୀ ଚୋରି ହୋଇଥିବା ନେଇ ଗତ 6 ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା ବେଳେ 8 ତାରିଖ ଗଣିଆ ଥାନା ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ତେବେ 14 ତାରିଖ ଦିନ ମିଥୁନ ତା ଘରେ ଥିବାବେଳେ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ 4ଟି ବ୍ୟାଟେରୀ ଜବତ ହୋଇଥିଲା। ତାକୁ ଥାନାରେ ଆଣି ପଚରାଉଚରା କରିବା ପରେ ବିଜୟନଗର ଗ୍ରାମର ବାବୁଲୁ ସାହୁଙ୍କ ପାଖରେ ଆଉ 3ଟି ବ୍ୟାଟେରୀ ଦେଇଥିବା ସେ ପ୍ରକାଶ କରିଥିଲା। ତେବେ ପୋଲିସ ତୁରନ୍ତ ବାବୁଲୁ ସାହୁଙ୍କ ଘରେ ଚଢ଼ାଉ କରିଥିଲା ବେଳେ 2ଟି ବ୍ୟାଟେରୀ ପୋଡ଼ି ତମ୍ବା ତାର ବାହାର କରିଥିଲା ବେଳେ ଗୋଟିଏ ଭଲ ବ୍ୟାଟେରୀ ମିଳିଥିଲା। ତେବେ ପୋଲିସ ତାଙ୍କ ଘରୁ ପୋଡ଼ା ତମ୍ବା ତାର ଏବଂ ଭଲ ଥିବା ଗୋଟିଏ ବ୍ୟାଟେରୀ ଜବତ କରିଥିଲେ। ତେବେ ଗିରଫ ଅଭିଯୁକ୍ତ ମିଥୁନ ବେହେରାଙ୍କୁ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏଏସ୍ଆଇ ଦେବାଶିଷ ସେଠୀ, ଏଏସ୍ଆଇ ମନୋରଞ୍ଜନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଗଣିଆରୁ ଜ୍ଞାନୀପ୍ରକାଶ ସେନାପତିଙ୍କ ରିପୋର୍ଟ, ଗୀତାଞ୍ଜଳି ନ୍ୟୁଜ୍।